ବର୍ଷା ପାଗରେ ମସଲା ମୁଢ଼ି ପ୍ରସ୍ତୁତ ବର୍ତ୍ତମାନ କରାଯିବ। ଆଉ ସବୁ ରୋକ ପକା ହେଇଛି ତ ଆପଣମାନେ ଦେଖିଲେ ଆଉ ଝୁମା ଏବେ ମିକ୍ସ କରିବେ। ତ ଆମର ଫେଭରେଟ୍ ହେଉଛି ମସଲା ମୁଢ଼ି। ବାଲେଶ୍ୱରରେ ତ ମୁଢ଼ି ନ ଖାଇଲେ ବଞ୍ଚି ପାରିବାନି। ବାକି ଆମେ ହେଉଛୁ ଏଇଟା ନ ଖାଇଲେ ବଞ୍ଚି ପାରିବାନି। ଝୁମା ତାର ହଷ୍ଟେଲ ଖାଇବା ଗୁଳା ଝୁମା ହଷ୍ଟେଲ ଖାଇବା ବିନା ରହିପାରିବନି। ମସଲା ମୁଢ଼ି ପ୍ରସ୍ତୁତ ହେଉଛି ବର୍ତ୍ତମାନ। ମସଲା ମୁଢ଼ି ସବୁ ପିଲାମାନଙ୍କର ହଷ୍ଟେଲ ଖାଇବା ସମସ୍ତଙ୍କର ଫେଭରେଟ୍। ଭାତ ବରଂ ଖାଇବେନି କିନ୍ତୁ ଏ ମସଲା ମୁଢ଼ି ପ୍ରତି ସମସ୍ତଙ୍କ ଦୁର୍ବଳତା। ମୋର ତ ବେଶୀ ଆଉ ଝୁମାର ମୋଠୁ ଅଧିକ। ତ ଆଜି ସେଥିପାଇଁ କହିନି ଝୁମା ତୁମେ ମସଲା ମୁଢ଼ି ବନାଅ ଆଉ ତୁମ ହଷ୍ଟେଲ ଖାଇବା। ଛୁଆ ନାହିଁ ଆଖାପାଖା ହେଇଗଲାଣି ତା ଦିଦି ପ୍ରସ୍ତୁତ ମସଲା ମୁଢ଼ି ଖାଇବା ପାଇଁ। ପାଗଟା ମୋ ବାପା ଶିଖିଛନ୍ତି ବୋଲି ମୋ ବାପା ପ୍ରସ୍ତୁତ ହେଇଗଲା ମସଲା ମୁଢ଼ି। ଛୁଆ ବର୍ତ୍ତମାନ କହିବ କେମିତି ଭାବରେ ହେଇଛି। ଲଙ୍କା ଆଉ ଟିକେ ପାଗ ହଉଛି। ଆହୁରି ପାଗ ହଉଛୁ। ଇସ୍ କି ପାଗ କରୁଛୁ ବର୍ଷା ପାଗର। ମୁଁ ରହିପାରୁନି, ମୁଁ ଖାଇଦିନି ଆগে। ଦେଖ ମୁଁ କହୁଛି ଆପଣ ମାନେ ତ କେବେ କହିନଥିବେ। फाइनाली पूरा माने तसला पूरा फांका आउ मसला मुढ़ी कहा पेट को केते गला हम जानी भी पालुनी जुमा पूरा खाई सारलु पूरा भर्ती आउ बाकी नहीं सब खाई सारले बाकी अछि एगुडा आउ बाकी किछि नहीं आउ पकोड़ी आउ चॉप आसला आउ खाई सारला परे टिके खाई देबा देगी ऑडियंस सब देखतंती एगुडा एते बाकी जाने सजिन जानी पाले ना हमें किमती भाबरे खाइले ना जुमा।